ନାଇଁ ଆପଣମାନେ ଜାଣିଛନ୍ତି ଗତ 31 ତାରିଖ ଦିନ ଆମେ ଏଇ ଜାଗାରେ ହିଁ ଗୋଟେ ଇନସିଡେଣ୍ଟ ହେଇଥିଲା ଏବଂ ତା ପରଦିନ ସକାଳେ ଆମେ ଏଠି ଗୋଟେ ମୋଟରସାଇକେଲ ପାଇଥିଲୁ କେନାଲ ରେ ପଡ଼ିଥିଲା ଏବଂ ଏ ଯୋଉ କେନାଲ ଏମ୍ବାଙ୍କମେଣ୍ଟ ବା ବନ୍ଧରେ ବ୍ଲଡ ଷ୍ଟେନ୍ ଗୁଡ଼ାଏ ଥିଲା ଯୋଉଟାକି ପ୍ରିଲିମିନାରୀ ଆମେ ସେଦିନ ବଡି ଆମେ ପାଇନଥିଲୁ। ଏ ଯୋଉ ଦିଲ୍ଲୀପ ଭୁଇ ଯିଏ ଅଛନ୍ତି ତାଙ୍କର ବଡି ଆମେ ସେଦିନ ପାଇନଥିଲୁ। ଫାୟାର ଷ୍ଟେସନକୁ ଲଗେଇକି ମଧ୍ୟ ବହୁତ ଖୋଜା ହେଇଥିଲା, ଫାୟାର ଷ୍ଟାଫ୍ ଖୋଜିଥିଲୁ, ଆମେ ସେଦିନ ସକ୍ସେସ୍ ହେଇପାରିନଥିଲୁ। ତାଙ୍କ ଘର ଲୋକଙ୍କ ରିପୋର୍ଟ ଉପରେ ଆମେ ସେଦିନ ଗୋଟେ ନିଖୋଜ ସଂକ୍ରାନ୍ତରେ ଗୋଟେ ମେନ୍ ମିସିଂ ଆମେ କିଶନନଗର ଥାନାରେ ରୁଜୁ କରିଥିଲୁ ଏବଂ ପୁଲିସ ଚେଷ୍ଟାରତ ଥିଲା ଯେ କେମିତି ଯଥାଶୀଘ୍ର ଦିଲ୍ଲୀପ ଭୁଇଙ୍କୁ ଖୋଜିକି ପାଇବା ପାଇଁ। ତା ପରଦିନ ଆମେ ଦିଲ୍ଲୀପ ଭୁଇଙ୍କର ମର ଶରୀର ପାଇଲୁ ଏବଂ କେନାଲରେ ଭାସୁଥିବା ସମୟରେ ଟ୍ରେସ୍ ହେଲା। ପ୍ରାୟ ଏଠୁ 4-5 କିଲୋମିଟର ଡିଷ୍ଟାନ୍ସରେ କେନାଲରେ ଯେହେତୁ ପାଣି ସ୍ରୋତ ଥିଲା ତେଣୁ ଭାସି ଯାଇଥିଲା, ତେଣୁ ଆମେ ସେଠି ପାଇଲୁ ଏବଂ ଯେତେବେଳେ ବଡି ଆମେ ଟ୍ରେସ୍ କଲୁ ସେତେବେଳେ ଆମେ ବଡିର ଯାହା ପାରିପାର୍ଶ୍ୱିକ ପରିସ୍ଥିତି ଥିଲା ଆମେ ସେଥିରୁ ଦେଖିକି ନିଶ୍ଚିତ ହେଇଯାଇଥିଲୁ ଯେ ଏଟା ଗୋଟେ କ୍ଲିୟର କଟ୍ ମର୍ଡର କେସ୍ ଅଛି ଏବଂ ସଙ୍ଗେ ସଙ୍ଗେ ମଧ୍ୟ ତାଙ୍କର ଘରର ଲୋକ ଯେଉଁ ଦିଲ୍ଲୀପ ଅଛନ୍ତି ତାଙ୍କର ବାପା ଅଭିଯୋଗ କରିଥିଲେ। ଆମେ ତତ୍କ୍ଷଣାତ୍ କିଶନନଗର ଥାନାରେ ଗୋଟେ ମର୍ଡର କେସ୍ ରୁଜୁ କରିଥିଲୁ ଏବଂ କେସ୍ ରୁଜୁ କରିସାରିଲା ପରେ ଆମେ ସବିଶେଷ ତଥ୍ୟ ନେବା ପାଇଁ ଆରମ୍ଭ କରିଥିଲୁ ଯେ ପ୍ରକୃତରେ କିଏ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି, କ'ଣ କାରଣ ହେଇପାରେ, ସବୁ ବିଷୟରେ ସବିଶେଷ ଆମେ ତଦନ୍ତ ଜୋରଦାର କରିଥିଲୁ ଏବଂ ଏଥିରେ ଆମର କିଶନନଗର ଆଇଆଇସି ଏବଂ ଆମର ଯେଉଁ ଅଛନ୍ତି ସ୍ପେଶାଲ ସ୍କ୍ୱାଡର ଟିମ୍ ଅଛନ୍ତି କଟକରେ ଏସ୍ପି ସାର୍ଙ୍କ ନିର୍ଦ୍ଦେଶ ମତେ ସେମାନେ ମଧ୍ୟ ଆମକୁ ଯଥେଷ୍ଟ ସହଯୋଗ କରିଛନ୍ତି। ତ ଆମେ 2-3 ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଆମେ ଗତକାଲି ଯିଏ କେସ୍ରେ ସମ୍ପୃକ୍ତି ଥିଲେ ଏକ୍ୟୁଜ୍ ଯିଏ ଅଛନ୍ତି ତାଙ୍କୁ ଆମେ ପ୍ରମୋଦ ଭୁଇ ଅଛନ୍ତି ତାଙ୍କୁ ଆମେ ସେଇ ଗାଁର ତାଙ୍କରି ଘର ପାଖରେ ତାଙ୍କର ଘର, ତାଙ୍କର ଏଥିରେ ସମ୍ପୃକ୍ତି ମିଳିଥିଲା ଏବଂ ତାହା ମଧ୍ୟ ଆପାତତଃ ବର୍ତ୍ତମାନ ସୁଦ୍ଧା ଇନଭେଷ୍ଟିଗେସନରେ ନିଶ୍ଚିତ ହେଇଛି। ଆମେ ଗତକାଲି ସନ୍ଧ୍ୟାରେ ତାଙ୍କୁ ଆରେଷ୍ଟ କରିଥିଲୁ ଏବଂ ଆରେଷ୍ଟ ପରେ ଯାହା ଫର୍ମାଲିଟିଜ୍ ଅଛି ଇନଭେଷ୍ଟିଗେସନ୍ ତାହା ଆମେ କରୁଛୁ। ଆଜି ସ୍ପଟ୍ ରିକ୍ରିଏସନ୍ ସାଙ୍ଗେ ସାଙ୍ଗେ ତାଙ୍କର ୱେପନ୍ ଅଫେନ୍ସ ଯେଉଁଟା ଥିଲା ସେ ଯେଉଁ ଜାଗାରେ ହିଁ ଇନସିଡେଣ୍ଟ କରିଥିଲେ ସେଇ ଜାଗାରେ ଛୁରୀରେ ତାଙ୍କର ଯେଉଁ ବେକ କାଟିଥିଲେ ଆଉ ସେଟାକୁ ବି ଯେଉଁ ୱେପନ୍ ଅଫେନ୍ସ ଯେଉଁ ଜାଗାରେ ବି ପକେଇଥିଲେ ଆମେ ସିନିଫିକେସନ୍ ସାଙ୍ଗରେ ସେ ଜାଗାଟା ବି ମଧ୍ୟ ସେ ଦେଖେଇଲେ ଏବଂ ସେଟାକୁ ମଧ୍ୟ ଯାହା ଫର୍ଚୁନେଟଲି ଆମେ ଜବତ କରିବାରେ ସକ୍ଷମ ହେଇଛୁ। ତଦନ୍ତ ଫୁଲ୍ ସୁଇଂରେ ବର୍ତ୍ତମାନ ଚାଲୁଛୁ। ଅନ୍ୟାନ୍ୟ ଏଭିଡେନ୍ସ ଯାହା ଅଛି ଆମେ ତାକୁ ଯଥାଶୀଘ୍ର କଲେକ୍ସନ୍ କରିବୁ ଏବଂ ଶୀଘ୍ର ଏ କେସ୍ର ଚାର୍ଜସିଟ୍ ଦାଖଲ ଆମେ କରିବାକୁ ଯାଉଛୁ ବହୁତ ଶୀଘ୍ର। ଘଟଣା ପଛରେ କାରଣ ବର୍ତ୍ତମାନ ସୁଦ୍ଧା ପ୍ରାରମ୍ଭିକ ଯାହା ଆମେ ଦେଖିଛୁ ଦୁଇଟା ଫ୍ୟାମିଲି ତାଙ୍କର ସାମ୍ନା ସେ ଡିସିଜ୍ ଫ୍ୟାମିଲି ଏବଂ ଯିଏ ଏକ୍ୟୁଜ୍ ଯିଏ ଅଛନ୍ତି ମାନେ ବାବୁ ଯିଏ ଅଛି ପ୍ରମୋଦ ଭୁଇ ଏବଂ ତାଙ୍କର ଘର ସାମ୍ନାସାମ୍ନି ଅଛି, ଦୁଇ ଜଣଙ୍କ ଘରର ଯିବା ଆସିବା ଥିଲା। ତେଣୁ ତାଙ୍କର ଗୋଟେ ଯେଉଁ ୱାଇଫ୍ ଥିଲେ ଯିଏ ଡିସିଜ୍ର ତାଙ୍କ ସାଙ୍ଗରେ ଇଏ ଗୋଟେ ୱାନ୍ ସାଇଡେଡ୍ ଲଭ୍ ଟାଇପ୍ର ତାଙ୍କର ଡେଭଲପ୍ ହେଇଥିଲା। ଇଏ କିଏ କଥା ହେବାକୁ ଚାହୁଁଥିଲେ, ମନେ ମନେ ସେ ତାଙ୍କ ପ୍ରତି ତାଙ୍କର ଭଲ ପାଇବା ରହୁଥିଲା। ତ ସେଇଟା ଗୋଟେ କାରଣ ବୋଲି ଆମେ ବର୍ତ୍ତମାନ ଅନୁସନ୍ଧାନ କରିକି ଜାଣିବାକୁ ପାଇଛୁ ଯେ ସେଇଟା ଗୋଟେ ମେଜର ମୋଟିଭ ହେଇଥାଇପାରେ ଏ କେସ୍ର ଯେ ତାକୁ ମର୍ଡର କରିବାର। ତ ଆହୁରି ଅନ୍ୟାନ୍ୟ ଦିଗ ବହୁତ କିଛି ଅଛି ଯୋଉଟାକି ଆମକୁ ତଦନ୍ତ ସାପେକ୍ଷ ଅଛି ଏବଂ ତଦନ୍ତ ପରେ ତା ଜଣାପଡ଼ିବ। ଆଗରୁ ପୁଅର ସାଙ୍ଗରେ କିଛି ଶତ୍ରୁତା ନଥିଲା କିନ୍ତୁ ମୋ ପୁଅ ସାଙ୍ଗରେ ସେ ଭଲ କଥାବାର୍ତ୍ତା କରେ, ତା ସାଙ୍ଗରେ ତାର ଗାଡି ବି ମୋ ପୁଅ ଚଲାଏ। ମୋ ପୁଅ ଚଲେଇଲା ପରେ ତାକୁ ମଦ ପିଇକି ତାର କ'ଣ ଶତ୍ରୁତା ଥିଲା ମୁଁ କହିପାରିବି ନାହିଁ। ତାର ଟ୍ରାକ୍ଟର ଚଲାଉଥିଲା, ମାରିବାର କାରଣ ମୁଁ ତ ସେଇଟା ଜାଣିନାହିଁ କିନ୍ତୁ ମୋ ଘରେ ସିଏ ମୋ ପୁଅ ସାଙ୍ଗରେ ଆଗରୁ ଭଲ ମନ୍ଦ ହଉଥିଲା, ବହୁତ ଭଲ ସମ୍ପର୍କ ଥିଲା। ମୋ ପୁଅର ଶ୍ୱଶୁର ଘରୁ ସେ ତାର ଖାଇବା ପିଇବା ତାର ଭଲ ମନ୍ଦ ତା ଶାଶୁ ଦିଏ ସେ ସବୁ ଆଣିକି ଆମ ଘରେ ଦିଏ। ମୋ ବୋହୁ ଯିଏ ତା ସାଙ୍ଗରେ କଥାବାର୍ତ୍ତା ଭଲ ମନ୍ଦ ସବୁ କରେ। ମୋ ବୋହୁ ତା ସାଙ୍ଗରେ ସବୁବେଳେ ଗପେ। କିଛି ନାହିଁ ଆଉ ସିଏ ବି ମୋ ବୋହୁ ସାଙ୍ଗରେ ଭଲ ସମ୍ପର୍କ ଥିଲା ତାର। ମୋ ବୋହୁ ସାଙ୍ଗରେ ତାର ସମ୍ପର୍କ ଥିଲା, ସେଥିପାଇଁ କି ସେ ମୋ ପୁଅ ତାକୁ ବାଡିଆ ବାଡି କଲା ବେଳେ ମୋ ବୋହୁକୁ ସେ ବିରୋଧ 2 ମାସ ତଳେ ମୋ ପୁଅକୁ କହିଛି ଏ ବୋହୂକୁ ତାର ବଦଲା ନେବି, ମୁଁ ବଦଲା ନେବି, ତୋ ଝିଅକୁ ମାରିବି, ଝିଅକୁ ମାସକ ପରେ ତୋ ସ୍ୱାମୀ ମରିବ, ତାପରେ ତୁ ମରିବୁ। ତାପରେ ପରଦିନ ଡେଡ୍ ବଡି ପାଇଲା ବେଳେ ମୋ ନଣନ୍ଦ ମାନେ ବସିଛନ୍ତି, ସେ କୋଉଠୁ କ'ଣ ଶୁଣିକି ଆସିକିରି ମୁଁ କାନ୍ଦୁଛି। ସେଇଠି କହିଲେ ମାଲୋ ତୋ ବଂଶ ନିପାତ କରିବ ବୋଲିକି କହୁଛି, ସବୁ କହୁଛି ମୋ ବଂଶ ନିପାତ କରିବ ହେଲା। ମତେ ବେଶୀ ଭୟ ଲାଗୁଛି ଗୋଟାଏ ଜିନିଷ, ଏଇ ସାନ ପୁଅଟି ଯୁଆଡେ ଯେମିତି ଯାଉଛି ଆଉଛି, ଏ ମୋ ସ୍ୱାମୀଟି ରାତି ଅଧରେ ରାତି 4ଟାରୁ ଉଠିକି ପନିପରିବା ପାଇଁ ଜାଣିକିରି ବେପାର ବଣିଜ କରୁଛନ୍ତି। ମୋ ରୋଗଣିଆ ଶାଶୁକୁ ବେମାରିଆଣି ମା ମୁଁ ଗୋଟାଏ, ଆଉ ମୋ ଛୋଟା ଦିଅରର 14 ବର୍ଷର ଝିଅଟା, ସେଇ ପୁଅ ମାନଙ୍କୁ ମୋ ଛୋଟା ଦିଅର ବି ଅନେଇଛି। କାହିଁକି ଅନେଇଛି? ମୁଁ ସେ ଛୋଟା ଦିଅରକୁ ମୋ ପୁଅ ଭଳିଆ କରିକି ମୁଁ ବାହାସାହା କରିକି ବୋଉ କରିକି ଆଣିଥିଲି।
ସିଏ ଅନେଇଛି ସେଇ ପୁଅ ମାନେ ମତେ ପଚାରିବେ ଆଉ କିଏ ପଚାରିବେ ବୋଉ ସାଙ୍ଗରେ ବୋଉ ବାହା ହେଇକି ଆଇଲାଣି 5 ବର୍ଷ ହେଇଗଲା ମୋ ପୁଅ ଭଲ ପାଇକି ତାକୁ ବାହା ହେଇଛି ବୋଉ ସାଙ୍ଗରେ ସମ୍ପର୍କ ମୁଁ ଖୋଲା କଥା କହୁଛି ମୁଁ ବି ମୋର ପଇସା ପତ୍ର ଅଭାବ ନେଇକିରି ମୁଁ ବି ରୋଜଗାର କରିବାକୁ ବହୁତ ମୁଁ ମଜବୁତ ହେଇକିରି ମୁଁ ରୋଜଗାର କରେ କିନ୍ତୁ ମୁଁ ବି ନିଜେ ଯାଇକିରି ଆନ୍ଧ୍ର ଏରିଆରେ ତାମିଲନାଡୁ ଏରିଆରେ ମୁଁ ବି ମେସିନ୍ ଚଲାଏ ସୂତା କଳ ମେସିନ୍ ମୁଁ ଚଲାଏ ମୋ ସ୍ୱାମୀ ବି ଚଲାନ୍ତି ମୋ ସାନ ପୁଅ ବି ଶିଖିଥିଲା ସିଏ ବି ଚଲାଏ ରାକ୍ଷସ ମୋ ଛୁଆକୁ ଖାଇ ତାକୁ ଦଣ୍ଡ ଦରକାର ମୁଁ କିଛି ମାଗୁନାହିଁ ଏତିକି ମାଗୁଛି ଫାଶୀ ଖୁଣ୍ଟରେ ସେ ଝୁଲୁ ମୋ ହାତ ଯୋଡ଼ିକିରି କହୁଛି देश विदेश कोण अनुकोणर टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्य भूलंतुनि।